ପାଟରାଣୀ କରିବି କହି ପ୍ରତିଶ୍ରୁତି ଦେଇଥିଲି ଯେ ମଧୁବାବୁ। ହେଲେ ମଥୁରା କଟକକୁ ଆସି ଯେତେବେଳେ ରାଜା ହୋଇଗଲି, ରାଜଭାର ସମ୍ଭାଳି ତମ କଥା ଭାବୁଥିଲି ସତ, କିନ୍ତୁ ତୁମକୁ ନେଇଯିବା ପାଇଁ ଇଚ୍ଛା ହେଉଥିଲେ ମଧ୍ୟ ଆଣିପାରିଲି ନାହିଁ। ହଲ ପୁତନା, ମଥୁରା କଟକର ରାଜା ତ ମୁଁ ସତ୍ୟ, ହେଲେ ପୁତନା ମଥୁରା କଟକରେ ରାଜା ହେଲେ ବୁଢୀ ତୁମେ ହେବ ଯେ ମୋର ପାଟରାଣୀ, ଏ କଥା ସତ୍ୟ। ହେଲେ ମଥୁରା କଟକରେ ରାଜା ହେଇଛି ସତ୍ୟ, ହେଲେ କଂସ ବଞ୍ଚିଲେ ସିନା ତୁମେ ପାଟରାଣୀ ହେବ। କାହିଁକି ଜାଣିଛୁ ପୁତନା? ଅଲି ଅଲି ଭଉଣୀ ବର ଦେବକୀ ଆଉ ଭିଡ଼ଇ ବସୁଦେବ ବିବାହ ସମୟରେ ଆସିଲି ଯେ ବହି, ସେହି ସମୟରେ ହସ୍ତଗଣ୍ଠି ଭିଡ଼ିନ ନେଉଥିଲି ସୁଦେବନନ୍ଦନ ବସୁଦେବକୁ, ବସୁଦେବପୁର ଭଉଣୀ ଭିଡ଼ଇକୁ। সেই অর্ধকোষ গড়া মাত্রে পাটপালিঙ্কি বাহি যেତେବେଳେ ଖୁସିରେ ଦେଉଥିଲି, ଭକ୍ତି ଦେବକୀ ଆଉ ଭିଡ଼ଇ ବସୁଦେବକୁ সেই ଅର୍ଧକୋଷ ବାଟ ଯେତେବେଳେ ଗଲି, ସେହି ଅର୍ଧକୋଷ ବାଟରେ ଗୋଟିଏ ସୂର୍ଯ୍ୟ ବାଡ଼ି ହେଲା। ଯାହାର ପାଟପାଲିଙ୍କି ବାହି ନେଉଛୁ ତାରି ଅଷ୍ଟମ ଗର୍ଭର ସନ୍ତାନ ହେବ ତୋର ମୃତ୍ୟୁର କାରଣ। ତାପରେ ସେମାନଙ୍କୁ ଘେନି ଆସିଲି, କଳେ ବଳେ କୌଶଳେ ମଥୁରା କଟକର ରାଜା ହେଲି। ଭଉଣୀ ଭିଡ଼ଇକୁ ସତ୍ୟ କରାଇଲି, ତାଙ୍କର ନବଜନ୍ମିତ ସବୁ ଶିଶୁପୁତ୍ରକୁ ଦେବେ ମୋହରି ହସ୍ତରେ। ଗୋଟି ଗୋଟି କରି ଷଡ଼ପୁତ୍ର ଯାଏ ଦେବକୀ ଆଉ ବସୁଦେବର ସପ୍ତମ ଗର୍ଭର ସନ୍ତାନ ମୋହରି ଭୟରେ ହେଲା ଅଦୃଶ୍ୟ। অষ্টম গর্ভর সন্তান যেতেବେଳେ ହେଲା, ছুটি গলি সেই অন্ধকার কারাগৃহ মধ্যକୁ। পুতনা ହେଲା ଏକ ଅଘଟଣ ସେଠି। ପୁତ୍ର ନ ହୋଇ କନ୍ୟାର ଜନ୍ମ ହୋଇଥିଲା। ଦେବକୀ ଆଉ ବସୁଦେବ ଠାରୁ ତଥାପି ଛଡ଼େଇ ଆଣିଲି, ଆଉ ସେଇ କନ୍ୟା ସନ୍ତାନକୁ ଦର୍ପଣ ଶିଳାରେ ଯେମିତି କଚାଡ଼ିବାକୁ କରୁଥିଲି ପ୍ରଚେଷ୍ଟା, ଉଡ଼ିଗଲା ଗଗନ ମାର୍ଗକୁ। ଆଉ କିଲି କୁହୁ କୁହୁ ହୋଇ କହିଗଲା, କାହାକୁ ମାରିବୁ ରେ ତୁହି ମୂର୍ଖ, ତତେ କିଏ ମାରିବ ବଢୁଛି ଗୋପରେ ଅଷ୍ଟବର୍ଷ ବିରାଶିବ ଆସିବ ଧରାରେ। ବିଚଳିତ ହୋଇଗଲି। ତାପରେ ତତେ ମନେ ପକାଇଲି ଲୋ ପୁତନା ସୁନ୍ଦରୀ, କାହିଁକି ନା ତୁ ଅଟୁ ମୋର ପ୍ରାଣ ଠାରୁ ଅଧିକ, ତୁ ପରା ମୋର ପ୍ରାଣ ପ୍ରିୟସୀ। সেটা ডালে ঘিচি নেবে কই না তা জলদি বলে সিনা শেষ করে দিবি আপন